କରିବା ପ୍ରଥମେ ପ୍ରଭୁ ଆମେ ତୁମର ବାକ୍ୟକୁ ଆମେ ଯାଉଛୁ ପ୍ରଭୁ। ଏବେ ଆମେ ତୁମର ପବିତ୍ର ବାକ୍ୟ ଆମେ ପଢ଼ିବୁ ପ୍ରଭୁ। ତୁମର ସେହି ସ୍ୱର୍ଗୀୟ ଆତ୍ମାଙ୍କ ଦ୍ୱାରା ଆମ ସମସ୍ତଙ୍କୁ ବୁଝେଇ ଦିଅ। ଏହି ପ୍ରାର୍ଥନା କେବଳ ତ୍ରାଣକର୍ତ୍ତା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଙ୍କ ପବିତ୍ର ନାମରେ ମାଗିଲି, ଆମେନ୍। ବନ୍ଧୁଗଣ, ଆମେ ଏଠି ଯେଉଁ ଦେଖୁଛୁ ଜ୍ଞାନ, 4 ଅଧ୍ୟାୟ ଆମେ ଦେଖିବା ହିତୋପଦେଶ ଜ୍ଞାନ ବିଷୟରେ। ଯଦି ଆମେ ଗୀତ ସଂହିତା ହିତୋପଦେଶ 1 ଅଧ୍ୟାୟ 7 ପଦ ଦେଖୁଛୁ ଯେ ଯୁବ ସମାଜକୁ ଉପଦେଶ, ସଦାପ୍ରଭୁଙ୍କ ବିଷୟକ ଜ୍ଞାନ, ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ। ଜ୍ଞାନଟା କେଉଁଠୁ ଆରମ୍ଭ ହୁଏ? ଫାଷ୍ଟ ଆମେ ସଦାପ୍ରଭୁଙ୍କୁ ଯେତେବେଳେ ଆମେ ଭୟ କରୁ ସେତେବେଳେ ଆମର ଜ୍ଞାନର ଆରମ୍ଭ ହେଲା। ଯଦି ଜଣେ ସଦାପ୍ରଭୁଙ୍କୁ ଭୟ କରୁନାହିଁ ତାହେଲେ ସେ ନିଜ ଇଚ୍ଛା ଅନୁସାରେ ମଦ ପିଉଛି, କେଉଁଠି ମାତାଲ ହେଇକି ଗଡ଼ୁଛି। ଆଉ ଯଦି ଜ୍ଞାନ ନାହିଁ, ଅନେକ ଆଜି ଲୋକମାନେ ମନ ଇଚ୍ଛା ସିଗାରେଟ୍ ପିଉଛନ୍ତି, ନିଶା ଇଞ୍ଜେକ୍ସନ୍ ନେଉଛନ୍ତି, ଆଉ ତାଡ଼ିଆ ମଦ ଖାଉଛନ୍ତି, ଖଜୁରୀ ମଦ ଖାଉଛନ୍ତି, ବୋଟଲ ମଦ ମଧ୍ୟ ପିଉଛନ୍ତି। ଏସବୁ ବିଷୟ ଗୁଡ଼ିକ ଯେଉଁ ପିଇବା, ମଦ ପିଇକି ମାତାଲ ହେବା ଜ୍ଞାନଟା ହଜେଇ ଦିଏ, ଜ୍ଞାନଟା ହଜିଯାଏ। ଯାଦ୍ୱାରା ମଣିଷଟା ତାର ଲାଇଫ୍ଟା ବେକାର ହେଇଯାଏ, ଲାଭଜନକ ହୋଇନଥାଏ। ଜଣେ ଯୁବକ ଲୋକ ଯଦି ଯାଇକି ମଦ ପିଇବ ସକାଳୁ, ତା ବାପା ମାଆଙ୍କର କିଛି ଲାଭ ନାହିଁ। ତା ବାପା ମାଆଙ୍କର ସବୁ ଟଙ୍କା ଉଡ଼େଇ ଦେବ, ତା ବାପା ମାଆ ହଇରାଣ ହେବେ। ଆଉ ସେ ମଦ ପିଇକି ଖାଲି ଟଙ୍କା ଉଡ଼େଇବ, ଯାହା ଘରେ ଥିବ ସବୁ କ୍ୟାସ୍ ସରେଇ ଦେବ। ତେବେ ମଦ ମାଂସ ପିଇ ମାତାଲ ହେବା, ସିଗାରେଟ୍ ପିଇବା, ଗଞ୍ଜେଇ ଖାଇବା, ଆଉ ସବୁ ଖଇନି ଖାଇବା, ଧୂଆଁ ପତ୍ର ମଳିକିରି ଖାଇବା, ଆହୁରି ଅନେକ ବିଷୟ ସବୁ ରହିଛି, ଅଫିମ ଖାଇବା, ଏସବୁ ଗଞ୍ଜେଇ ଖାଇ ଧୂଆଁ ଛାଡ଼ିବା, ସିଗାରେଟ୍ ଖାଇ ଧୂଆଁ ଛାଡ଼ିବା, ମଦ ଖାଇ ମାତାଲ ହେଇ ଗଡ଼ିବା କେଉଁଠି, ଏସବୁ ଛାଡ଼ିବା ଆବଶ୍ୟକ। ଏହାଦ୍ୱାରା ଜ୍ଞାନ ହଜିଯାଏ। ତେବେ ଆମେ 4 ଅଧ୍ୟାୟ ଆମେ କହିଥିଲୁ ଜ୍ଞାନର ଉପକାରିତା ବିଷୟରେ। ପ୍ରଥମେ 1 ଅଧ୍ୟାୟ 7 ପଦ ଆମେ ଦେଖିଲେ ଯେ ସଦାପ୍ରଭୁଙ୍କ ବିଷୟ ଭୟଟା ଜ୍ଞାନର ଆରମ୍ଭ ହୋଇଥାଏ। ଯେତେବେଳେ ଆମେ ଜଣେ ଲୋକ ସେ ସଦାପ୍ରଭୁଙ୍କୁ ଭୟ କରେ ସେତେବେଳେ ତାର ଜ୍ଞାନଟା ଆରମ୍ଭ ହୋଇଥାଏ, ନହେଲେ ତାର ଜ୍ଞାନ ହେବନି। ଜ୍ଞାନ ତ ଥିଲେ ସେ ଜ୍ଞାନରେ ଚାଲିବା ଆବଶ୍ୟକତା। ଅନେକ ଲୋକମାନେ ସେମାନେ ସବୁ ଜ୍ଞାନ ନଥିବାରୁ ସେମାନେ ମୂର୍ଖାମୀ ଭାବରେ ବ୍ୟବହାର କରନ୍ତି, ଆଉ ଲୋକମାନଙ୍କୁ ମିସବିହେଭ୍ ଦିଅନ୍ତି, ଆଉ ଦିଏଖିରିଆ ଭାଷା କଥାବାର୍ତ୍ତା କରନ୍ତି, ଖରାପ ଭାଷା କଥାବାର୍ତ୍ତା କରନ୍ତି, ଚୋରି ଡକାୟତି ବଦମାସି ରେପ୍ ମର୍ଡ଼ର, ଆଉ ଏସବୁ ଜ୍ଞାନ ହଜିଗଲେ ଏସବୁ ହେଇଥାଏ। ଆମ ଦେଶରେ ହେଉଛି, ସବୁ ଦେଶରେ ମଧ୍ୟ ଏଇଟା ଚାଲିଛି। ତେଣୁକରି ସଦାପ୍ରଭୁଙ୍କୁ ଯେତେବେଳେ ଜଣେ ଭୟ କରିବା ଆବଶ୍ୟକ, ସେଥିପାଇଁ ଏଠି 1 ଅଧ୍ୟାୟ 7 ପଦରେ ଲେଖା ହେଇଛି, ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ, ମାତ୍ର ନିର୍ବୋଧ ଲୋକେ ଜ୍ଞାନ ଓ ଉପଦେଶ ତୁଚ୍ଛ କରନ୍ତି। ନିର୍ବୋଧ ଲୋକମାନେ ଯେଉଁମାନେ ସେମାନେ ଜ୍ଞାନଟାକୁ ତୁଚ୍ଛ କରନ୍ତି। ହେ କ'ଣ ଜ୍ଞାନ ଆବଶ୍ୟକ? ଜ୍ଞାନ କିଛି ଆବଶ୍ୟକ ନାହିଁ। ଜ୍ଞାନ ହେଲେ ମୁଁ ତ ରାତି ପାଇଲେ ମଦ ପିଇ ପାରିବିନି। ଏଭଳି ଲୋକମାନେ ଅଛନ୍ତି। ତେଣୁ ମଦ ପିଇବା ଛାଡ଼ିବା ଦରକାର। ଏବେ ଯଦି କୋଇ ସିଗାରେଟ୍ ଖାଉଛନ୍ତି, ଗଞ୍ଜେଇ ଖାଉଛନ୍ତି, ଏବେ ହିଁ ଛାଡ଼ିବା ଦରକାର। ସବୁ ନିଶାଦ୍ରବ୍ୟ ଛାଡ଼ିବା ଆବଶ୍ୟକତା ରହିଛି। ତେବେ ଜ୍ଞାନର ଉପକାରିତା ହେଉଛି, ହେ ମୋର ପୁତ୍ରଗଣ ପିତାର ଉପଦେଶ ଶୁଣ ଓ ସୁବିବେଚନାଦାୟକ ଜ୍ଞାନରେ ମନୋଯୋଗ କର। ହେ ମୋର ପୁତ୍ର, ଏଠି ପରମେଶ୍ୱର ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରକାଶ କରିଛନ୍ତି ଯେ କାହା ଦ୍ୱାରା? ଜ୍ଞାନୀ ସଲୋମନଙ୍କ ମୁଖ ଦେଇ ପ୍ରକାଶ କରୁଛନ୍ତି, ଯେ ପ୍ରକାଶ କରୁଛନ୍ତି ହେ ମୋର ପୁତ୍ରଗଣ। ତାମାନେ ପୁତ୍ରଗଣ ଖାଲି କ'ଣ ପୁଅମାନଙ୍କୁ କୁହାଯାଇଛି?
ପୁତ୍ରଗଣ ଏଠି ମାନେ ସମସ୍ତଙ୍କୁ ପୁଅ ଝିଅ ସମସ୍ତଙ୍କୁ ସାନ ବଡ଼ ଯେତେ ଜଣ ବୁଝିପାରୁଛନ୍ତି ମଣିଷକୁ ପ୍ରଭୁଙ୍କ ବାକ୍ୟ ବୁଝିପାରୁଛନ୍ତି ଭଲ ମନ୍ଦ ବୁଝିପାରୁଛନ୍ତି ସେଇମାନଙ୍କୁ କୁହାଯାଇଛି ହେ ମୋର ପୁତ୍ରଗଣ ପିତାର ଉପଦେଶ ଶୁଣ। ଲିସନ୍ ଦ ଆଡଭାଇସ୍ ଫ୍ରମ୍ ଗଡ୍, ଲିସନ୍ ଆଡଭାଇସ୍ ଫ୍ରମ୍ ଫାଦର। ତେବେ ପୁତ୍ରଗଣ ହେ ମୋର ପିଲାମାନେ ପରମେଶ୍ୱରଙ୍କର ଉପଦେଶ ଶୁଣ। ତାମାନେ ପରମେଶ୍ୱରଙ୍କର ଓ ସୁବିବେଚନାଦାୟକ ଜ୍ଞାନରେ ମନୋଯୋଗ କର। ସୁବିବେଚନା, ସୁ ମାନେ ଭଲ ବିବେଚନା, ଭଲ ବିବେଚନାରେ ଆମେ ଜ୍ଞାନ ପାଇ ଭଲ ବିବେଚନାଦାୟକ ଜ୍ଞାନରେ ଆମେ ମନୋଯୋଗ କଲେ ଆମେ ଉପକାର ପାଇବା। ମଣିଷ ଉପକାର ପାଇବ ଜ୍ଞାନ ଦ୍ୱାରା। ତେଣୁ ମୂର୍ଖାମୀ ଭାବରେ ଚାଲିଲେ ସିଏ ଉପକାର ପାଇବନି, ଆଶୀର୍ବାଦ ପାଇବନି, ତା ପାଇଁ ଆଶୀର୍ବାଦ ନାହିଁ। ମୂର୍ଖାମୀରେ ଯେଉଁମାନେ ଚାଲୁଛନ୍ତି ସେମାନେ ପାଇଁ ଅଭିଶାପ। ସୁବିବେଚନାଦାୟକ ଜ୍ଞାନରେ ଯେଉଁମାନେ ମନୋଯୋଗ କରୁଛନ୍ତି ସେମାନଙ୍କ ପ୍ରତି ବହୁଳ ଭାବରେ ପ୍ରଭୁ ଆଶୀର୍ବାଦ କରନ୍ତି। ଲୋକମାନେ ଅଛନ୍ତି ଆମେ ଯୀଶୁଙ୍କୁ ନ ଜାଣିକିରି ଆମେ କ'ଣ ଜ୍ଞାନରେ ଚାଲିପାରିବାନି? ଲୋକମାନେ ଏମିତି କଥାବାର୍ତ୍ତା କରନ୍ତି। ପ୍ରଶ୍ନ, ଯୀଶୁଙ୍କୁ ନ ଜାଣିକିରି ଆମେ କ'ଣ ଜ୍ଞାନରେ ଚାଲିପାରିବାନି? ଜ୍ଞାନଟା ହେଉଛି ଆମେ ଫାଷ୍ଟ ଜାଣିବା ଦରକାର ଯେ ଯୀଶୁ ହୁ ଇଜ୍ ଜିସସ୍। ଇଂଲିଶରେ ହୁ ଇଜ୍ ଜିସସ୍, ଯୀଶୁ କିଏ ପ୍ରଥମେ ଆମେ ଜାଣିବା ଦରକାର। ଯୀଶୁ କ'ଣ ପାଇଁ ଜଗତକୁ ଆସିଲେ, କ'ଣ ପାଇଁ ଆମ ପାଇଁ ଜନ୍ମ ହେଲେ, କ'ଣ ପାଇଁ ଆଉ ତାଙ୍କୁ ଲୋକମାନେ ଥଟ୍ଟା ପରିହାସ ତାମସା କରି କ୍ରୁଶରେ ମାରିଲେ, ପୁଣି ଯୀଶୁ କ'ଣ ପାଇଁ ତାଙ୍କୁ ସମାଧି ଦିଆଗଲା, 3 ଦିନ ପରେ ଫେରି ଉଠିଲେ, ତାଙ୍କର କିଭଳି ସେ ସେବା କାର୍ଯ୍ୟ କରୁଥିଲେ ଥିବାବେଳେ ସେ କୁଷ୍ଠରୋଗୀକୁ ଭଲ କରୁଥିଲେ, ଅନ୍ଧ ଲୋକମାନଙ୍କୁ ଭଲ କରୁଥିଲେ, ଭଲ କରୁଥିଲେ, ଛୋଟା ଲୋକମାନଙ୍କୁ ଭଲ କରୁଥିଲେ, ବେଡ଼୍ରେ ଶୋଇଥିବା ପାରାଲିସି ଲୋକମାନଙ୍କୁ ସୁସ୍ଥ କରିଥିଲେ। ପ୍ରତ୍ୟେକ ଯେତେ ବଡ଼ ବଡ଼ ବେମାରୀ ପୃଥିବୀରେ ବିଖ୍ୟାତ ବେମାରୀକୁ ମଧ୍ୟ ସୁସ୍ଥ କରିଛନ୍ତି। ତେବେ ଯୀଶୁ କିଏ ଫାଷ୍ଟ ସିନା ଜାଣିଲେ ଆମେ ଯୀଶୁଙ୍କର ବାକ୍ୟଟା ପଢ଼ିବା। ଏଇଟା ହେଉଛି ଇଏ ବାକ୍ୟ ହେଉଛି ଯେ ପ୍ରଭୁ ଜୀବନ୍ତ ପରମେଶ୍ୱରଙ୍କର ବାକ୍ୟ, ଯେ ଯୀଶୁଙ୍କ ବାକ୍ୟ। ଯୀଶୁ ପରମେଶ୍ୱର ଭାବରେ ଥିଲେ, ସେ ଯୀଶୁଙ୍କ ନାଁରେ ଏଇ ଜଗତକୁ ଆସିଲେ ମନୁଷ୍ୟ ଭାବରେ ଆସିକି, ଆଉ ସେ ଜଣେ କୁମାରୀ ଗର୍ଭରୁ ଜନ୍ମ ନେଲେ। କୁମାରୀ ଯେ କି ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇ ସେ ଜନ୍ମ ହେଲେ, ଆଉ ତାପରେ ସେ ବଢ଼ିଲେ, ସେବା କାର୍ଯ୍ୟ କଲେ। ତାଙ୍କ ସେବା କାର୍ଯ୍ୟ ମହାନ, ଆମେ କିଛି କରିପାରିବୁନି, ଆମେ କିଛିଟା ଏକ ଭାଗ ବି କରିପାରିବୁନି। ପ୍ରଭୁ ଯୀଶୁ ଯେଉଁ ମହାନ କାର୍ଯ୍ୟ କରିଯାଇଛନ୍ତି, ଆଉ ସେ ନିଜେ ଥିବାବେଳେ ସବୁ ଗ୍ରାମ ସେବା, ଗାଁ ଗୁଡ଼ିକରେ ଯାଇ ସେବା କରିଛନ୍ତି, ଅନେକ ଜାଗାରେ ଯାଇ ସେବା କରିଛନ୍ତି। ତାପରେ ସେ 33 ବର୍ଷରେ 33.5 ବର୍ଷରେ ତାଙ୍କୁ କ୍ରୁଶବିଦ୍ଧ ଦିଆଗଲା, କ୍ରୁଶବିଦ୍ଧ କରାଗଲା। ସେ ମରିଗଲେ, ସମାଧି ଗଲେ, ସମାଧିରୁ 3 ଦିନ ପରେ ଫେର ଉଠିଲେ, ଉଠିକି ଫେର 40 ଦିନ ରହିଲେ, ପୁଣି ସେ ସ୍ୱର୍ଗକୁ ଯାଇଲେ, ପୁଣି ଆସିବେ। ତେବେ ଯଦି ସେଇ ଆମେ ଜାଣୁଛୁ ଯେ ଯୀଶୁ କିଏ, ତାହେଲେ ଯୀଶୁଙ୍କର ବାକ୍ୟକୁ ପଢ଼ିବା ଦରକାର। ସେ ଯୀଶୁଙ୍କର ବାକ୍ୟ ବାଇବେଲକୁ ଯେଉଁମାନେ ପଢ଼ିଛନ୍ତି, କାହିଁକି ପଢ଼ୁନାହାନ୍ତି ବାଇବେଲକୁ? ନା ବାଇବେଲରେ ସତ୍ୟତା ପ୍ରକାଶ ପାଇଛି। ତେବେ ମିଥ୍ୟାବାଦୀ ଯେଉଁମାନେ ମିଥ୍ୟାରେ ଚାଲନ୍ତି, ଆମେ ଦେଖୁଛୁ ଜଗତରେ ଯେତେବେଳେ ଦେଖୁଛୁ 95% ବାସ୍ ସେମାନେ କଥା ଠିକ୍ ନାହିଁ। ତେବେ ଯଦି ମିଥ୍ୟାରେ ଚାଲିଛନ୍ତି, ଆମେ ଦେଖୁଛୁ ଯୀଶୁ ହିଁ କେବଳ ସତ୍ୟ। ତେବେ ଏଠି ଆମେ ଜାଣୁଛୁ ଯଦି ପ୍ରଭୁ ଯୀଶୁଙ୍କର ବାକ୍ୟକୁ ଆସିବା ପାଇଁ ଜଣେ ମିଥ୍ୟାରେ ଚାଲୁଛି, ଯୀଶୁଙ୍କର ବାକ୍ୟକୁ ଆସିବା ପାଇଁ ତାକୁ ଡର ଲାଗୁଛି। କାହିଁକି ନା ସେ ମିଥ୍ୟାରେ ବା ଅନ୍ଧାରରେ ଚାଲିପାରିବ ନାହିଁ। ଅନ୍ଧକାର ହିଁ ମିଥ୍ୟା, ଅନ୍ଧକାର ହିଁ ଶୈତାନ କାର୍ଯ୍ୟ, ଶୈତାନିକ କାମ, ଶୈତାନିକ ଆକ୍ଟିଭିଟି,
ଶୈତାନିକ କଥାବାର୍ତ୍ତା। ତେବେ ମିଥ୍ୟା କଥା ବା ଚୋରି, ବଦମାସି, ଡକାୟତି, ଥଟ୍ଟା, ପରିହାସ, ତାମସା, ଏସବୁ ଛଳ, କପଟ, ହିଂସା, ନିନ୍ଦା ଏସବୁ ଅନ୍ଧକାରର ଶକ୍ତି, ଏ ଶୈତାନର ଶକ୍ତି, ମିଥ୍ୟାର ଶକ୍ତି। ତେବେ ଏସବୁ ବିଷୟ ଥିବାରୁ ଅନେକ ଲୋକମାନେ ପ୍ରଭୁ ଯୀଶୁଙ୍କର ବାକ୍ୟ ପଢ଼ୁନାହାନ୍ତି। ସେ ବହି ପଢ଼ିବୁନି କାହିଁକି ନା ପ୍ରଭୁ ଯୀଶୁଙ୍କର ବାକ୍ୟ ହେଉଛି ସତ୍ୟ, ଆଲୋକ, ଲାଇଟ୍। ଯୀଶୁ ନିଜେ କହିଲେ ମୁଁ ହେଉଛି ଜଗତର ଜ୍ୟୋତି, ଆଇ ଆମ୍ ଦ ଲାଇଟ୍ ଅଫ୍ ଦ ୱାର୍ଲ୍ଡ। ଯୀଶୁ କହିଲେ ମୁଁ ହେଉଛି ଜଗତର ଆଲୋକ। ତେବେ ଏଠି ଆମେ ଦେଖୁଛୁ ଯେ ଜ୍ଞାନୀ ଲୋକ ଯେହେତୁ ମୁଁ 2 ପଦରେ ଆମେ ଦେଖିବା 4-2 ପଦ, ଯେହେତୁ ମୁଁ ତୁମମାନଙ୍କୁ ଉତ୍ତମ ଶିକ୍ଷା ଦେଉଅଛି। ପରମେଶ୍ୱର ସଲୋମନକୁ ୟୁଜ୍ କରୁଛନ୍ତି। ସଲୋମନ ଜଣେ ଜ୍ଞାନୀ, ପୃଥିବୀର ସର୍ବଶ୍ରେଷ୍ଠ ଜ୍ଞାନୀ ଲୋକ ହେଉଛି ସଲୋମନ। ତାଙ୍କୁ ପ୍ରଭୁ ବ୍ୟବହାର କରୁଛନ୍ତି। ଆଉ ଏ ବାକ୍ୟ ସିଏ ଲେଖିଛନ୍ତି ସେ ପରମେଶ୍ୱରଙ୍କର ଆତ୍ମାଙ୍କ ଦ୍ୱାରା ଲୋକମାନେ ଯେମିତି ବଞ୍ଚିକି ଆଶୀର୍ବାଦ ପାଇବେ, ଲୋକମାନେ ଯେମିତି ପ୍ରଭୁ ତାଙ୍କର ବାକ୍ୟକୁ ପଢ଼ି ଏ ହିତୋପଦେଶ ପୁସ୍ତକକୁ ମଧ୍ୟ ପଢ଼ି ବଞ୍ଚିବେ, ଆଶୀର୍ବାଦ ପାଇବେ, ଶାନ୍ତି ପାଇବେ। ଦିନ ପ୍ରତିଦିନ ଜୀବନରେ ସେମାନେ ଜୀବନଯାପନ କରିପାରିବେ। ତେବେ 3 ପଦ, ଆମେ ଦେଖିଲୁ 2 ପଦରେ କ'ଣ ଲେଖା ହେଇଛି? ଯେହେତୁ ମୁଁ ତୁମମାନଙ୍କୁ ଉତ୍ତମ ଶିକ୍ଷା ଦେଉଛି, ମୋର ଆଦେଶ ପରିତ୍ୟାଗ କରେ ନାହିଁ। ପରମେଶ୍ୱର ତାଙ୍କର ଶିଷ୍ୟଙ୍କ ଦ୍ୱାରା, ତାଙ୍କ ଲୋକଙ୍କ ଦ୍ୱାରା ଉତ୍ତମ ଶିକ୍ଷା ଦେଉଛନ୍ତି, ଭଲ ଶିକ୍ଷା ଦେଉଛନ୍ତି। ଆଉ କହୁଛନ୍ତି ମୋର ଆଦେଶ ପରିତ୍ୟାଗ କର ନାହିଁ, ମୋ ଆଦେଶ ଛାଡ଼ ନାହିଁ। ତେବେ ପରମେଶ୍ୱର ତାଙ୍କର ଲୋକମାନଙ୍କ ଦ୍ୱାରା, ତାଙ୍କ ଆତ୍ମାଙ୍କ ଦ୍ୱାରା ସେ ସଲୋମନଙ୍କ ମୁଖ ଦ୍ୱାରା ପ୍ରକାଶ କରିଛନ୍ତି। ଉତ୍ତମ ଆଦେଶ ସିଏ ଦେଉଛନ୍ତି, ଉତ୍ତମ ଶିକ୍ଷା ଦେଉଛନ୍ତି। ପରମେଶ୍ୱରଙ୍କ ଲୋକମାନେ କେବେ ହେଲେ କହିବେନି ଯାହା ତୁ ମଦ ପିଇକି ମାତା ଦେଇ ଗଡ଼। ପରମେଶ୍ୱରଙ୍କର ଲୋକମାନେ ଯେ କି ସଲୋମନ କେବେ କହିନାହାନ୍ତି ଏଠି ତମେ ଯେତେ ସିଗାରେଟ ପିଇପାରିବ, ଯେତେ ଗଞ୍ଜେଇ ଖାଇପାରିବ, ଯେତେ ମଦ ପିଇପାରିବ, ଏଠି କୁହାଯାଏ ନାହିଁ। ଏଠି ଉତ୍ତମ ଶିକ୍ଷା, ଜଣେ ଉତ୍ତମତାର ହେଇ ସେ ବଢ଼ିବ, ଆଉ ସେ ଜଗତରେ ଜଣେ ଆଚ୍ଛା ନାଗରିକ ହେବ, ବହୁତ ଭଲ ନାଗରିକ ଭାବରେ ସେ ଲୋକମାନଙ୍କର ସେବା ନିମନ୍ତେ କାର୍ଯ୍ୟ କରିବ। ତେବେ ଏଠି ଆମେ ଦେଖୁଛୁ ମୁଁ ଆପଣା ପିତାଙ୍କର ପୁଅଟିଏ ଥିଲି। ଏଠି ଆମେ ଦେଖୁଛୁ କ'ଣ ଯେ ସଲୋମନ କହୁଛନ୍ତି ମୁଁ ଆପଣା ପିତାଙ୍କର ପୁଅଟିଏ ଥିଲି, ପୁଣି ମାତାଙ୍କ ଦୃଷ୍ଟିରେ କୋମଳ ଓ ଏକମାତ୍ର ପ୍ରିୟ ଥିଲି। ପିତା ମୋତେ ଶିକ୍ଷା ଦେଇ କହିଲେ ତୁମ ମନ ମୋର କଥା ରକ୍ଷା କରୁ, ମୋର ଆଜ୍ଞା ସବୁ ପାଳନ କରି ବଞ୍ଚ। ଯେ କି ତାହାଙ୍କର ଆଜ୍ଞା ସବୁ ପାଳନ କରିକି ବଞ୍ଚିବା ପାଇଁ, ଯେ ଆମେ ଯଦି ମନ ଇଚ୍ଛା ଜୀବନଯାପନ କରେ, ସିଏ ମୋର କ'ଣ କରିବ? ମୁଁ ସେ ବନ୍ଧୁ ଘରକୁ ନ ଗଲେ ମୋର ସିଏ କ'ଣ କରିବ? ମୁଁ ସେ ଲୋକ ଘରକୁ ଯଦି ସିଏ ମୋର ବନ୍ଧୁ, ସେ ବନ୍ଧୁ କାଟା ହେଲା ମୋର କ'ଣ ହେଇଯିବ? ସେ ବନ୍ଧୁ କାଟିଦେଇ ବାସ୍। ଏଇଟା ପ୍ରଭୁ କହିନାହାନ୍ତି ଯେ ଆମେ କ'ଣ କରିବା। ଲେଖା ହେଇଛି ଯେ ଆମକୁ ତାହାଙ୍କର ଆଜ୍ଞା ପାଳନ କରି ରହିବା। ପିତା ମୋତେ ଶିକ୍ଷା ଦେଇଗଲେ ତୁମ ମନ ମୋର କଥା ରକ୍ଷା କରୁ। ତାହାଙ୍କର କଥା ଆମେ ରକ୍ଷା କରିବା ଆବଶ୍ୟକ। ଏଠି ହେଇଛି ମୋର ଆଜ୍ଞା ସବୁ ପାଳନ କରି ବଞ୍ଚ। ଯେତେବେଳେ ଆମେ ପରମେଶ୍ୱରଙ୍କର ଆଜ୍ଞା ପାଳନ କରୁ, ସେତେବେଳେ ଆମେ ବଞ୍ଚିଯାଉ। ଯଦି ପରମେଶ୍ୱରଙ୍କ ଆଜ୍ଞା ପାଳନ କରିନଥାଉ, ଜଣେ ପିଲା ତାର ବାପା ମାଆଙ୍କ ଆଜ୍ଞା ପାଳନ କରିବ ନାହିଁ। ପ୍ରଭୁ କହିଛନ୍ତି ବାପା ମାଆଙ୍କୁ ସମ୍ମାନ ଦିଅ, ବାପା ମାଆଙ୍କର କଥା ମାନ, ସେବା କର, ତାଙ୍କର ଯତ୍ନ ନିଅ। ଯଦି ବାପା ମାଆଙ୍କର ଜଣେ ସେବା ନ କଲା, ତାହେଲେ ସେ ବଞ୍ଚିପାରିବ ନାହିଁ, ତାକୁ ଦଣ୍ଡ ନିଶ୍ଚୟ ଘଟିବ। ତେବେ ଏଠି 5 ପଦରେ ଆମକୁ କୁହାଯାଇଛି ଯେ ଜ୍ଞାନ ଅର୍ଜନ କର। ପ୍ରତିଦିନ ଜ୍ଞାନରେ ଚାଲିବା, ପ୍ରତିଦିନ ଜ୍ଞାନ ଅର୍ଜନ କରିବା ପାଇଁ କୁହାଯାଇଛି। ମୋର ବନ୍ଧୁଗଣ, ତେବେ ଏଠି ଆମେ ଦେଖୁଛୁ ଆମେ କ'ଣ ଜ୍ଞାନ ଅର୍ଜନ କରୁଛୁ କି? ଆମକୁ ପ୍ରଶ୍ନ ଆସିବ, ଆମେ କ'ଣ ଜ୍ଞାନ ଅର୍ଜନ କରୁଛୁ କି?
ସୁବିବେଚନା ଲାଭ କର। ଆମେ କ'ଣ ସୁବିବେଚନା ଲାଭ କରୁଛୁ କି? ତାହା ମଧ୍ୟ ଭୁଲ ନାହିଁ, ତାହା ଆମେ ଭୁଲି ଯାଉଛୁ କି? ପୁଣି ମୋ ମୁଖର ବାକ୍ୟରୁ ବିମୁଖ ହୁଅ ନାହିଁ। ପରମେଶ୍ୱରଙ୍କର ମୁଖର ବାକ୍ୟରୁ ଆମେ ଏଡ଼େଇ ଦେଉଛୁ କି? ଏଡ଼େଇ ଦେଉଛୁ କି ପ୍ରଭୁଙ୍କ ବାକ୍ୟକୁ? ବିମୁଖ ହେଉଛୁ କି? ତେବେ ଆସୁ ଆମେ 6 ପଦ ଦେଖିବା। ତାକୁ ପରିତ୍ୟାଗ କର ନାହିଁ, ତହିଁରେ ସେ ତୁମକୁ ପାଳନ କରିବ। ତାକୁ ସ୍ନେହ କର, ତହିଁରେ ସେ ତୁମକୁ ରକ୍ଷା କରିବ। ତାକୁ ପରିତ୍ୟାଗ କର ନାହିଁ ମାନେ ପରମେଶ୍ୱରଙ୍କର ଯେଉଁ ଜ୍ଞାନ ଆମକୁ ଦିଆଗଲା, ସେ ଜ୍ଞାନକୁ ଆମେ ଛାଡ଼ିବା ନାହିଁ। କାହିଁକି ନା ସେ ଜ୍ଞାନ ଆମକୁ ରକ୍ଷା କରିବ। ତେବେ ଜ୍ଞାନ, ପରମେଶ୍ୱରଙ୍କ ଜ୍ଞାନ କେବଳ ଆମ ପାଖରେ ଥିଲେ ଆମେ ରକ୍ଷା ପାଇବା। ଆଉ ତାକୁ ସ୍ନେହ କରିବାକୁ ପଡ଼ିବ। ଲେଖା ତାକୁ ସ୍ନେହ କର, ତ ସେ ତୁମକୁ ରକ୍ଷା କରିବ। ଜ୍ଞାନ ହେଉଛି ସର୍ବଶ୍ରେଷ୍ଠ ବିଷୟ। ତେବେ ଏଠି ଆମେ ଯଦି ଦେଖିବା 4 ଅଧ୍ୟାୟ ଆମେ ପଢ଼ୁଛୁ କଣ୍ଟିନ୍ୟୁ ହିତୋପଦେଶ। 4 ଅଧ୍ୟାୟ 7 ପଦ ଲେଖା ହେଉଛି ଯେ ତାକୁ 7 ପଦ ଲେଖା ହେଉଛି 4:7 ହିତୋପଦେଶ 4 ଅଧ୍ୟାୟ 7 ପଦରେ ଜ୍ଞାନ ସର୍ବଶ୍ରେଷ୍ଠ ବିଷୟ, ଏଣୁ ଜ୍ଞାନ ଲାଭ କର। ପୁଣି ତୁମର ସବୁ ଲାଭ ମଧ୍ୟରେ ସୁବିବେଚନା ଲାଭ କର। ଏ ପୃଥିବୀରେ ଜ୍ଞାନ ହେଉଛି ସର୍ବଶ୍ରେଷ୍ଠ। ଏ ପୃଥିବୀରେ କେଜି କେଜି କିଲୋ କିଲୋ ସୁନା ଠାରୁ ଜ୍ଞାନ ହେଉଛି ଅଧିକ ମୂଲ୍ୟ, ଅଧିକ ଦାମ। ଡାଇମଣ୍ଡ, ସୁନା, ରୂପା ଠାରୁ ଅଧିକ ଦାମ ହେଉଛି ଜ୍ଞାନ। ଆପଣମାନେ ମନେ ରଖନ୍ତୁ, ସୁନା ପଛରେ ଯାଆନ୍ତୁ ନାହିଁ, ଡାଇମଣ୍ଡ ପଛରେ ଯାଆନ୍ତୁ ନାହିଁ, ସୁନା ରୂପା ପଛରେ ଯାଆନ୍ତୁ ନାହିଁ, ଡାଇମଣ୍ଡ ପଛରେ ଯାଆନ୍ତୁ ନାହିଁ। ବଡ଼ ବଡ଼ ଜିନିଷ ପାଇବା ପାଇଁ ସେ ବିଷୟରେ ଆପଣ ଜ୍ଞାନ ପଛରେ ଯାଆନ୍ତୁ। ପରମେଶ୍ୱରଙ୍କୁ ହୃଦୟରେ ନେଇ ପରମେଶ୍ୱର ଯେଉଁ ଜ୍ଞାନ ଦେଇଛନ୍ତି ସେ ଜ୍ଞାନକୁ ଆପଣ ପଢ଼ି ଜ୍ଞାନ ଗ୍ରହଣ କରନ୍ତୁ। କାହିଁକି ନା ଜ୍ଞାନ ହେଉଛି ସବୁଠାରୁ ଦାମ, ସବୁଠାରୁ ବହୁମୂଲ୍ୟ ଏ ପୃଥିବୀରେ। ତେଣୁକରି ଆପଣମାନେ କ'ଣ କରିବେ ନା ଜ୍ଞାନ ଅର୍ଜନ କରନ୍ତୁ ପ୍ରତିଦିନ ପରମେଶ୍ୱରଙ୍କ ବାକ୍ୟ ପଢ଼ି। ଆଉ ତୁମର ସବୁ ଲାଭ ମଧ୍ୟରେ ସୁବିବେଚନା ଲାଭ କର। ତା ମଧ୍ୟରେ ମଧ୍ୟ ସୁବିବେଚନା ଆମେ ଲାଭ କଲେ ପରମେଶ୍ୱର ଆମ ସମସ୍ତଙ୍କୁ ଆଶୀର୍ବାଦ କରିବେ। ତେବେ ମୋର ପ୍ରତ୍ୟେକ ସାଙ୍ଗମାନେ, ମୋର ବନ୍ଧୁମାନେ, ମୁଁ ପ୍ରତ୍ୟେକକୁ ଆହ୍ୱାନ କରେ ଆପଣମାନେ ଏଇ ହିତ ଉପଦେଶ ବାକ୍ୟ ପଢ଼ନ୍ତୁ। ଆଉ 1ରୁ 30 ଦିନ 30ଟା ଅଧ୍ୟାୟ ଅଛି। ଆମେ ଦେଖିବା କେତେ ଅଧ୍ୟାୟ ଅଛି ଏଥିରେ। ହିତ ଉପଦେଶ 31 ଅଧ୍ୟାୟ ପର୍ଯ୍ୟନ୍ତ ଅଛି, 1ରୁ 31। ପ୍ରତିଦିନ ଗୋଟିଏ ଗୋଟିଏ ଅଧ୍ୟାୟ ଆପଣ ପଢ଼ନ୍ତୁ। ତାପରେ ଅନ୍ୟାନ୍ୟ ପୁସ୍ତକ ଯେଉଁ ଅଛି ବାଇବେଲର ସେ ପୁସ୍ତକ ମଧ୍ୟ ପଢ଼ନ୍ତୁ। କିନ୍ତୁ କମ୍ପଲସରି ହିତୋପଦେଶ ରଖନ୍ତୁ ପ୍ରତିଦିନ। ଆଉ ଅନ୍ୟ ମାନେ ଆଦି ପୁସ୍ତକଠୁ ରେଭେଲେସନ୍ ପ୍ରକାଶିତ ପର୍ଯ୍ୟନ୍ତ ଆପଣ ମଧ୍ୟ କମ୍ପଲସରି ସିଷ୍ଟମେଟିକାଲି ପଢ଼ନ୍ତୁ। ପ୍ରଭୁ ଆଜି ଆମମାନଙ୍କୁ ଆଶୀର୍ବାଦ ଦିଅନ୍ତୁ। ଯଦି ଆପଣମାନଙ୍କର କୌଣସି ପ୍ରଶ୍ନ ରହିଛି ମୋତେ ହେଡ଼୍ ଅଫିସ୍, ଆମର ଏଇ ହେଡ଼୍ ଅଫିସ୍ ମିଶନ୍ ଫର୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ହେଡ଼୍ ଅଫିସ୍କୁ କମେଣ୍ଟରେ ଲେଖିଲେ ପ୍ରଶ୍ନ ଗୁଡ଼ିକ ଆମେ ଉତ୍ତର ଦେବା। ଯଦି ଯେକୌଣସି ଆପଣମାନଙ୍କର ପ୍ରଶ୍ନ ରହିଛି ଆମେ ଉତ୍ତର ଦେବା ପାଇଁ ସମର୍ଥ ଅଛୁ। ତେଣୁକରି ଆପଣମାନଙ୍କର ଚିନ୍ତା କରିବେ ନାହିଁ। ପରମେଶ୍ୱରଙ୍କର ବାକ୍ୟକୁ ଆପଣମାନେ ଶୁଣନ୍ତୁ, ଗ୍ରହଣ କରନ୍ତୁ, ଜ୍ଞାନ ଅର୍ଜନ କରନ୍ତୁ। ପରମେଶ୍ୱର ଆପଣଙ୍କୁ, ଆପଣଙ୍କ ପରିବାରକୁ, ପ୍ରତ୍ୟେକଙ୍କୁ, ଆପଣଙ୍କ ବନ୍ଧୁମାନଙ୍କୁ ଆଶୀର୍ବାଦ କରିବେ। ପ୍ରଭୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମେ ପ୍ରାର୍ଥନା କରି ଶେଷ କରିବା। ପ୍ରଭୁ ଆମେ ତେଳେ ଧନ୍ୟବାଦ ଦେଉଛୁ, ପ୍ରଭୁ ପ୍ରଶଂସା କରୁଛୁ, କୋଟି କୋଟି ପ୍ରଣାମ କରୁଛୁ। ପ୍ରଭୁ ମୋର ପ୍ରତ୍ୟେକ ଅଡ଼ିଏନ୍ସ ମାନେ ଯେଉଁମାନେ ଆଜି ବାକ୍ୟ ଶୁଣୁଛନ୍ତି ସେ ସମସ୍ତଙ୍କୁ ଆଶୀର୍ବାଦ କର। ଏବଂ ଯେଉଁମାନେ ଇଚ୍ଛା କରୁଛନ୍ତି ପ୍ରଭୁ ସେମାନେ ତୁମେ ହେଲ୍ପ କର, ସେମାନେ ଯେପରି ସବସ୍କ୍ରାଇବ୍ କରିବେ ପ୍ରଭୁ, ସେଥିପାଇଁ ମଧ୍ୟ ତୁମେ ସମସ୍ତଙ୍କୁ ଆଶୀର୍ବାଦ ଦିଅ। ଧନ୍ୟବାଦ ଦେଉଛୁ, ପ୍ରାର୍ଥନା ଶୁଣିଲ ଏବଂ ଉତ୍ତର ଦେଲ। ଏ ସମସ୍ତ ପ୍ରାର୍ଥନା କେବଳ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ପବିତ୍ର ନାମରେ ମାଗିଲୁ, ଆମେନ୍।